ଆଜି ଓଡ଼ିଶାର ଜାତୀୟତାବାଦର ବିକାଶ ଆଉ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯେଉଁଟା ଅଛି ପ୍ରଥମ ବିଷୟ ଅଛି ସେ ବିଷୟରେ ପଢ଼ିବା। ତେଣୁ ଚାଲ ଷ୍ଟାର୍ଟ କରିବା ଭିଡ଼ିଓଟା। ତେଣୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ, ଓଡ଼ିଶାର ଜାତୀୟତାବାଦର ବିକାଶ କ'ଣ ହେଇଛି ଦେଖିବା। ପରମ୍ପରା ତଥା ସଂସ୍କୃତି ଏବଂ ପରିପୂର୍ଣ୍ଣରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଛି। ଏଇଟା ଗୋଟେ ହେଲା କୋଟେସନ୍ ଆମେ ମଧ୍ୟ ନେଇପାରିବା। ବିଭିନ୍ନ ସମୟରେ ବିଭିନ୍ନ ରାଜବଂଶ ଅଧୀନରେ ଓଡ଼ିଶା ତାହାର ଗୌରବ କ'ଣ କରିଛି ନା ତାକୁ ଇତିହାସରେ ବଜାୟ ରଖିଛି। ମାନେ ଓଡ଼ିଶାର ଯେଉଁ ଗୌରବଟା ସେ ବଜାୟ ରଖିଅଛି। ମଧ୍ୟଯୁଗୀୟ ମହାନ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିଙ୍କ କୃତିତ୍ୱ ଉଜ୍ଜ୍ୱଳ ଥିଲା। ସାରା ଭାରତରେ ମୁସଲମାନ ଶାସନର ପ୍ରାଧାନ୍ୟ ଥିଲାବେଳେ ଓଡ଼ିଶାରେ ହିନ୍ଦୁ ରାଜାମାନେ ଉତ୍କଳୀୟ ସଭ୍ୟତା ଏବଂ ସଂସ୍କୃତିର ଉତ୍କର୍ଷ ସାଧନା କରିଥିଲେ। 1568ରେ ଯେତେବେଳେ ଓଡ଼ିଶା ତାର ସ୍ୱାଧୀନତା ହରାଇଲା, ପ୍ରଥମେ ଆଫଗାନ, ପରେ ମୋଗଲ ଏବଂ ମରାଠା ରାଜୁତି କଲେ। 1803ରେ ଓଡ଼ିଶା ଇଂରେଜ ସରକାରଙ୍କ ଦ୍ୱାରା ଅଧିକୃତ ହେଲା, ଯେଉଁଟା ଖାଲି ଆମେ କ'ଣ ପଢ଼ିକି ଯିବା କଥା। ଓଡ଼ିଶାରେ ଇଂରେଜ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କଲା ପରେ ଏଠାରେ ପାଶ୍ଚାତ୍ୟ ଶିକ୍ଷା ଧର୍ମ ପ୍ରଭାବ ଆରମ୍ଭ ହେଲା। 1866ରେ 9 ଦୁର୍ଭିକ୍ଷ ଭୟାବହ ପରେ ଓଡ଼ିଶାର ଅନୁଭବ କଲା ଯେ କିଛି ପରିବର୍ତ୍ତନର ଆବଶ୍ୟକତା। ତାହେଲେ ପ୍ରଶ୍ନ ଆସିପାରେ 9 ଦୁର୍ଭିକ୍ଷ କେବେ ହେଇଥିଲା? ଏହି ପରିବର୍ତ୍ତନର ଆଶା ଓଡ଼ିଶାବାସୀଙ୍କ ମନରେ ନୂତନ ଉତ୍ସାହ ଏବଂ ଜାତୀୟ ଚେତନାର ଭାବନା ଆଣିଦେଇଥିଲା। ଶିକ୍ଷିତ ଯୁବଗୋଷ୍ଠୀ ଏବଂ ତାର ନୂତନ ଓଡ଼ିଶାର ନିର୍ମାଣ ପାଇଁ ସ୍ୱପ୍ନ ଦେଖିଲେ। ତାହେଲେ ସେମାନେ କ'ଣ ଦେଖିଲେ ନା ସ୍ୱପ୍ନ ଦେଖିଥିଲେ। ଏହା ନବଜାଗରଣକୁ ଅଧିକ ତ୍ୱରାନ୍ୱିତ କରିଥିଲା। ବିଭିନ୍ନ କାରଣ ଯୋଗୁଁ ପରାଧୀନ ଓଡ଼ିଶାର ନବଚେତନା ଆରମ୍ଭ ହୋଇଥିଲା। ନବଚେତନା ମାନେ କ'ଣ? ନବଚେତନା ମାନେ ହେଲା କ'ଣ ନା ରିନାନ୍ସେସ୍, ଯେଉଁଟା ଆମର ନବଜାଗରଣ ଆରମ୍ଭ ହୋଇଥିଲା। ତାପରେ ଓଡ଼ିଶାରେ ଶିକ୍ଷାର ପ୍ରଚାର, ଖାଲି ଆମେ ପଢ଼ିକି ଯିବା କଥା, ଏଥିରେ କିଛି ଇମ୍ପୋର୍ଟାଣ୍ଟ ଏତେ ନାହିଁ, କିଛି ରିମୋଟ୍ ସାଇନ୍ସ ରକେଟ୍ ସାଇନ୍ସ କିଛି ନାହିଁ। 19ଶ ଶତାବ୍ଦୀରେ ଦ୍ୱିତୀୟ ଅର୍ଦ୍ଧରେ ଇଂରେଜ ସରକାରଙ୍କ ମନୋଭାବ ପରିବର୍ତ୍ତନ ହେବା ଦ୍ୱାରା ଏବେ ଦେଖିବା ଓଡ଼ିଶାରେ ଶିକ୍ଷାର କେମିତି ପ୍ରଚାର ହେଲା। ଓଡ଼ିଶାରେ ଇଂଲିଶ ଶିକ୍ଷା ଆରମ୍ଭ ହୋଇଥିଲା। ଇଂଲିଶ ଭାଷାର ପ୍ରଚଳନ ଫଳରେ ଏହାର ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସାଂଗଠନିକ ଜାତୀୟ ଜାଗରଣ ସୃଷ୍ଟି ହୋଇଥିଲା। ତେଣୁ ସମସ୍ତେ ଗୋଟେ ଜାତୀୟ ଜାଗରଣ ସୃଷ୍ଟି ହେବା ଆରମ୍ଭ ହେଲା। 1823ରେ ଖ୍ରୀଷ୍ଟିଆନ ପ୍ରଚାରକମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ। ତେଣୁ 1823ରେ ଖ୍ରୀଷ୍ଟିଆନ ମାନେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। 1841ରେ ସରକାର ଏହାର ପରିଚାଳନା ହାତକୁ ନେଇଥିଲେ। ଯେତେବେଳେ ଇଂରେଜ ମାନେ ଭାରତକୁ ଆସିଥିଲେ ସେମାନଙ୍କ ପାଖରେ 3ଟା ଜି ଇମ୍ପୋର୍ଟାଣ୍ଟ ଥିଲା। ଗୋଟେ ହେଲା ଗୋଲ୍ଡ, ସେମାନେ ଗୋଲ୍ଡ କେତେ ନେଇଯିବେ। ତାପରେ ଥିଲା ଗ୍ଲୋରି, ତାଙ୍କ ଦେଶର ଗ୍ଲୋରିଟାକୁ କେତେ ବଢ଼େଇବେ। ଆଉ ଗୋଟେ ହେଲା ଗଡ୍। ଗଡ୍ରେ ଖ୍ରୀଷ୍ଟିଆନ ମିଶନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେହେତୁ ଖ୍ରୀଷ୍ଟିଆନ ମିଶନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏଠାରେ ଆମେ ଦେଖୁଛନ୍ତି ଖ୍ରୀଷ୍ଟିଆନ ମିଶନାରୀ କଥା ଲେଖୁଛନ୍ତି। 1830 ମସିହାରେ ଓଡ଼ିଆ ରକ୍ଷଣଶୀଳ ସାମ୍ପ୍ରଦାୟିକତା ଉପେକ୍ଷା ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥିଲା। ତାହେଲେ କାହିଁକି ହେଲା ନା ଲୋକମାନେ ହିନ୍ଦୁ ମୁସଲିମକୁ ନେଇକି ମାନେ ବିଭିନ୍ନ ସାମ୍ପ୍ରଦାୟିକତା କରିବା ଆରମ୍ଭ କରିଥିଲେ। 1854 ମସିହାରେ ଚାର୍ଲସ ଉଡ୍ ପାଠ୍ୟକ୍ରମ ନିୟମ, ଯେଉଁଟା ଆମେ ଉଡ୍ସ ଡେସ୍ପାଚ୍ ପଢ଼ିଥିଲେ ଅଷ୍ଟମ ଶ୍ରେଣୀରେ, ସଂସ୍କାର ପ୍ରଣୟନ ଏବଂ 1857 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା। ତେଣୁ ଆମେ 1857ରେ ଉଡ୍ସ ଡେସ୍ପାଚ୍ରେ ପଢ଼ିଥିଲେ କଲିକତା, ବମ୍ବେ ଆଉ ମାଡ୍ରାସ 3ଟା ଜାଗାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯେହେତୁ ଓଡ଼ିଶା ଅଛି କେଉଁଠି ନା କଲିକତା ପାଖରେ ଅଛି, ସେଥିପାଇଁ ସେଠିରେ କିଛି ଫଳସ୍ୱରୂପ ହେଇଥିଲା। 1858 ମସିହାରେ ଓଡ଼ିଶାରେ ପୁରୀ, କଟକ, ବାଲେଶ୍ୱର ଜିଲ୍ଲାରେ ସଦର ମହକୁମାରେ ଗୋଟିଏ ଜିଲ୍ଲା ସ୍କୁଲ ସମେତ ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏପରି ଭାବରେ ମୋଟ 33ଟି ବିଦ୍ୟାଳୟ ତିଆରି ହୋଇଥିଲା। ତାହେଲେ କ'ଣ ହେଲା ଏଥିରେ? ତାହେଲେ 1858 ମସିହାରେ କ'ଣ ହେଲା ନା ଓଡ଼ିଶାରେ ପୁରୀ, କଟକ, ବାଲେଶ୍ୱର ଜିଲ୍ଲାରେ କ'ଣ ହେଲା ନା ଗୋଟିଏ ମାନେ କ'ଣ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଯେଉଁଟା ଆଡେଡ୍ ସ୍କୁଲ ଗୁଡ଼ାକ ହୋଇଥିଲା। ବିଦ୍ୟାଳୟର ସଂଖ୍ୟା ବୃଦ୍ଧି, ସେଗୁଡ଼ିକର ସରକାରୀ ଅନୁଦାନ ପ୍ରଦାନ ବହୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କଲା। ଯେତେବେଳେ ଗଭର୍ଣ୍ଣମେଣ୍ଟ ଷ୍ଟୁଡେଣ୍ଟମାନଙ୍କୁ ସ୍କୁଲକୁ ଆସିବା ପାଇଁ ବିଭିନ୍ନ ପ୍ରକାର ନିୟମ ବନେଇବ, ବିଭିନ୍ନ ପ୍ରକାର ଜିନିଷ କରିବ, ଯାହାଫଳରେ ପିଲାମାନେ ଆସିବେ। ବାସ୍ତବରେ ଇଂରେଜ ଶିକ୍ଷାର ପ୍ରସାର ଫଳରେ ବିଭାଜିତ ଓଡ଼ିଶା ଶିକ୍ଷିତ ଯୁବକମାନେ ମନରେ ଏକ ନବଜାଗରଣ ସୃଷ୍ଟି ହେଲା। ତାହେଲେ ସେମାନେ ଭାବିଲେ ଯଦି ଆମେ ପାଠ ଠିକ୍ଠାକ୍ ପଢ଼ିବୁ ଆମେ ଜବ୍ ପାଇବୁ, ଜବ୍ ପାଇଲେ ଭଲ ଭଲ କଥା ଆମେ ଜାଣିବୁ, ଜାଣିଲା ପରେ ଆମେ ସେଇଟାକୁ ନେଇକି କେଉଁଠି ନା କେଉଁଠି ଆମେ ଓଡ଼ିଶାର ସ୍ୱାଧୀନତା ପାଇଁ ଆମେ ସହାୟକ ହେବୁ। 1867ରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ବା ଉନ୍ନତ କଲେ। ଜିଲ୍ଲା ସ୍କୁଲ ମାନେ ହାଇସ୍କୁଲକୁ ଆମେ କ'ଣ କଲେ? ଇଣ୍ଟରମିଡ଼ିଏଟ୍ +2 ଏଠି ଆଡ୍ କରିଦେଲେ ଏବଂ କଲିକତା ବିଶ୍ୱବିଦ୍ୟାଳୟ ସହିତ ସମ୍ବନ୍ଧିତ ହେଲା। ତାହେଲେ ଏହା କଲିକତା ବିଶ୍ୱବିଦ୍ୟାଳୟ ସହିତ ସମ୍ବନ୍ଧିତ ହେଇଗଲା। 1868 ଜୁନ୍ ମାସ ଜାନୁଆରୀ 20ରେ ଏଠାରେ ମାତ୍ର କ'ଣ ହେଇଥିଲା? ମାତ୍ର କ'ଣ ହେଲା? 6 ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହେଲା। ତାହେଲେ ମାତ୍ର କେତେ ଜଣ ହେଇଥିଲେ ସେ ସ୍କୁଲରେ? 6 ଜଣଙ୍କୁ ନେଇ ଶିକ୍ଷା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ମଧୁସୂଦନ ଦାସ ଏଠାରେ ଅନୁଷ୍ଠାରେ ଏମ୍ଏ ପାସ୍ କଲେ। ତାହେଲେ ହେଲା କ'ଣ କଲେ? ସେଥିରେ ଏମ୍ଏ ପାସ୍ କରିବା ଆରମ୍ଭ କଲେ। କିଏ? ମଧୁସୂଦନ ଦାସ ଏମ୍ଏ ପାସ୍ କଲେ। 1870ରେ କଲିକତା ବିଶ୍ୱବିଦ୍ୟାଳୟରୁ ସେ ବିଏ ପାସ୍ କରି ଓଡ଼ିଶାର ପ୍ରଥମ ସ୍ନାତକ ଭାବରେ କ'ଣ ହେଇଥିଲେ ନା ବିଏ ପାସ୍ ଯେହେତୁ କଲେ, ସେ ସ୍ନାତକ ଭାବରେ କ'ଣ କଲେ ନା ପ୍ରଥମ ସ୍ନାତକ ଭାବରେ ଓଡ଼ିଶାରେ ଉତ୍ତୀର୍ଣ୍ଣ ହୋଇଥିଲେ। 1873ରେ ଏମ୍ଏ ପାସ୍ କଲେ
एफ ए लिखा है जेटा लगे एफ ए एम एन एफ ए हैला एमए पास कले এবং 1878 रे बीएल डिग्री हासिल करे ताने 1878 रे बीएल डिग्री हासिल कले आईन डिग्री प्राप्त करिवार प्रथम ओडिया थिले कि मधुसूदन दास ताले ओडिसा रो प्रथम आईन के जीवी के थिले मधुसूदन दास 1876 रे कटक रे उच्च विद्यालय को पूर्व उन्नीत करा जायतिबा इंटरमीडिएट महाविद्यालय को स्नातक रूपे उन्नीत करा प्रथम था 10th तापर ता कले कोन +2 तापर ताको ग्रेजुएशन को नि आसले हैला कटक रो अवस्थापित कमिशनर टी.ई. रेभेन्सा को नाम इंटरमीडिएट महाविद्यालय रेभेन्सा कॉलेज रे प्रसिद्ध जे जोटा हम कहू रेभेन्सा यूनिवर्सिटी ताको नाम अनुसार कोन हितला रेभेन्सा कॉलेज नाम रे प्रसिद्ध होइतला रेभेन्सा कॉलेज रे बहु ओडिया युवक उच्चतर शिक्षा लाभ करिवार सुयोग पाइले ताने बहु युवक उच्चतर शिक्षा लाभ करिवार सुयोग पाइले से माने ओडिया जातीयता को जागृत करते तान से माने जो माने पढिले ओडिसा रे इतिहास ओडिसा रे भूगोल ओडिसा रो संस्कृति पढला पर से मानक मन रे ओडिसा प्रति कोन हला नुआ नुआ भावना सृष्टि हला एही शिक्षित युवक गण नूतन सामाजिक राजनैतिक आधुनिक शिक्षार अधिकारी होई समाज रे को गोष्ठी गढितले तार माने कोन कले सामाजिक राजनैतिक एवं सब करिकि ओडिसा रे नुआ गोष्ठी करबा आरंभ कले सेही गोष्ठी रे संकल्प थिला अन्याय अनीति विरुद्ध रे स्वर उत्तोलन करबा संगे संगे जातीय चेतना अभिवृद्धि करे से मानकर मेन उद्देश्य कोन थिला जोटी से माने भूल देखिबे सेठी से माने स्वर उत्तोलन करिवे ता सहित जातीय कोन कर चेतना जातीय माने जातीयतावाद नेशनलिज्म टा को जागृत करबा ओडिया रो नूतन बुद्धिजीवी माने ओडिया भाषा संस्कृति तथा ओडिया मानकर एकत्रीकरण पई स्वर उत्तोलन कले त समस्त कोन हेले ना ओडिसा को हम एकत्री केमिति करबा केमिति करबा सेहिति पई से माने स्वर उत्तोलन करबा आरंभ कले एबे देखबा ओडिया भाषा साहित्य संवाद पत्र विकास तार ओडिया प्रथमतः भाषा केमिति विकास हला साहित्य केमिति विकास हला एवं संवाद पत्र केमिति विकास हला हम सेटा एना पढिबा देखो ओडिसा रे छापाखाना प्रतिष्ठा ओडिसा रो विभिन्न स्थान रे ओडिया भाषा रो सुरक्षा एवं विकास निमंते सहायक होइतला तार कोन हला जेते जेते न्यूज़ पेपर जोर सब हला सेट कोन हला समस्त ओडिया भाषा को कोन आगु नवा पई धीरे धीरे आगु नवा पई सहायक होइतला तापर कोन हितला देखो 19 शताब्दी रे द्वितीय अर्धरे ओडिया भाषा को विलोप करिया पई षडयंत्र कराइतले तने इंग्रेज आ बेंगली माने जोटा थिले बेंगली कहतले कोन ओडिया एकटा भाषा नय ता माने ओडिया गोटे भाषा न बोली से माने भाबुतले सेही समय रे ओडिसा रो बहु बुद्धिजीवी एवं फकीरमोहन सेनापति और राधानाथ राय को पर विशिष्ट व्यक्ति ओडिया भाषा को उपयुक्त मर्यादा को देबा को समर्थ होइतले ताने के फकीरमोहन सेनापति जे लिखले कि 6 माण 8 गुंटू मामू लच्छमा तास राधानाथ राय ओडिया भाषा को उपयुक्त मर्यादा देबा पई समर्थन होइतले 1836 मसिया रे ओडिसा रे प्रथम मुद्रण यंत्र कटक मिशन प्रेस नाम रे प्रतिष्ठित था प्रथम प्रेस करथिले केबे 1837 रे तेणु साहित्य एवं संवाद पत्र प्रकाशन सहज हला तने कोन हला साहित्य एवं संवाद पत्र प्रकाशन सहज हला 1866 रे ओडिसा रे गौरी शंकर राय को संपादन रे उत्कल दीपिका तने उत्कल दीपिका के करथिले ना गौरी शंकर राय इंपोर्टेंट एटा पॉइंट 1868 रे बालेश्वर रे फकीरमोहन सेनापति को संपादन रे संवाद वाहिका तने के करथिले संवाद वाहिका फकीरमोहन सेनापति हला ता सहित बौद्ध दायिनी फकीरमोहन सेनापति लिखले बौद्ध दायिनी माने जो पेपर लिखथिले एटा 1898 रे नीलमणि विद्याधर रत्न को द्वारा बामंडारू संबलपुरी हैतिसणी हला जदी भूल पड़थिबी तले एटा काम करबो जो माने अर्थ लिखा है से माने ना लिखि दबो से माने कोन सब करथिले सेटा लिखि दबो जोटा तुम पढिया में मन रखिया में सुविधा हो आदि संवाद पत्र प्रकाश होई उत्कलीय भाषा को नहीं जागृत करि जाइथिला एगुडी को व्यतीत बहु दिन पर्यंत तिष्ठी नथिबा अन्यान्य पत्रिका प्रकाशन होइथिला एही संवाद पत्र ओडिसा रो समस्या गुडी को प्रति जनमत जागृत करिवा सहित ओडिया रो जातीय चेतना को वृद्धि करिवारे सहायक होइथिला भाषा विवाद ओडिया मानक मध्य जातीयता भाव सृष्टि करिवार सहायक होइतला तने कोन करथिला जातीयतावाद सृष्टि करिवार सहायक होइतला 19 शताब्दी रे ओडिया भाषा आंदोलन ओडिसा रो जातीयतार जननी रो कहले अत्युक्त हो नै ताले जातीयतावाद माने कोन जते बेले गोटे लोक हबंदी से मानकर कॉमन हिस्ट्री अछि कॉमन जियोग्राफी अछि कॉमन कोन अछि ना कल्चर अछि सेही समय रे कोन हुए से माने सेही जिंसरा नै कि आंदोलन करंती सेटा कोन हला ना ओडिया भाषा को नै कि जातीयतावाद आरंभ होइतिला 1803 मसिया रे इंग्रेज माने ओडिसा अधिकार करिवा समय रे ओडिसा मुख्यतः कटक पुरी ओ बालेश्वर को नै शासित होइतिला इंग्रेज माने अधिकार करथिले केवल ओडिसा कहले कोन कटक पुरी आ कोन बालेश्वर बोली हम जानथिले ओडिया भाषा एवं संस्कृति सेते बेले भुलुंठित होई सारथिला लुंठित माने टोटली नै सारथिले माने नथिला ओडिसा रे किछि कारण मराठा पारसी भाषा को नै ओडिया राजभाषा रूपे मान्यता देथिले जेते बेले तम घर रो
ମାନେ ବଡ଼କୁ ଯେତେବେଳେ ସମ୍ମାନ ଦିଆଯିବନି ତାହେଲେ ତମର କ'ଣ ସମ୍ମାନ ରହିବ। ସେଇଭଳି ଭାବରେ ଓଡ଼ିଶାର ଯେଉଁଟା ମେନ୍ ଭାଷା ଓଡ଼ିଆ ଭାଷାକୁ ଯଦି ସମ୍ମାନ ନ ଦିଆଯିବ ତାହେଲେ ଆଉ କ'ଣ ଦିଆଯିବ। ଇଂରେଜମାନେ ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ଗ୍ରହଣ କରିଥିଲେ। ତାହେଲେ ବଙ୍ଗାଳୀ ଖାଲି କହୁଥିଲେ କ'ଣ ଓଡ଼ିଶା একটা ଭାଷା ନୁହେଁ। ସେଥିପାଇଁ ସେମାନେ ବଙ୍ଗାଳୀ ରାଜକର୍ମୀଙ୍କ ରୂପେ ଓଡ଼ିଶାର ଅବସ୍ଥାପନ କଲେ। ତାହେଲେ ବଙ୍ଗାଳୀ ମାନେ କ'ଣ ବଙ୍ଗାଳୀର ଯେଉଁମାନେ ମେନ୍ ଲୋକ ରହିଲେ ସେମାନଙ୍କୁ ଓଡ଼ିଶାର ମେନ୍ ଲୋକ ଭାବେ ତାଙ୍କୁ ଅବସ୍ଥାପନ କରିଥିଲେ। ଏହି ବଙ୍ଗାଳୀ ମାନେ ହିଁ ଓଡ଼ିଶାରେ ବଙ୍ଗଳା ଭାଷା ପ୍ରଚାରର ମଗ୍ନ ଥିଲେ। ତାହେଲେ ସେମାନେ ଖାଲି କ'ଣ କରୁଥିଲେ ଆସି ବଙ୍ଗାଳୀ ଭାଷା ପ୍ରଚାରଣ କରିବା ଆରମ୍ଭ କରୁଥିଲେ। 1849ରେ କଟକ କଲେକ୍ଟରରେ ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରାପ୍ତ କରାଗଲା। ବାସ୍ କଟକରେ ଦେଖ, କଟକ ମାନେ ଓଡ଼ିଶାର ହାର୍ଟରେ ବଙ୍ଗାଳୀ ଭାଷାକୁ କ'ଣ କରାଗଲା ମେନ୍ ଭାଷା ରୂପେ ଦିଆଗଲା। ଛାପାଖାନାର ଅଭାବ ଏବଂ ବୁଦ୍ଧିଜୀବୀଙ୍କ ସ୍ୱଚ୍ଛତା ହେତୁ ଓଡ଼ିଆ ଭାଷାର ପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା। ତାହେଲେ କେହି ଚାହୁଁନଥିଲେ ଯେ ଓଡ଼ିଆ ଭାଷାଟା ଡେଭଲପ୍ ହୁଅନ୍ତୁ। ଏହି ଅସୁବିଧା ଆଳରେ କେତେକ ପ୍ରଭାବବାନୀ ବେଙ୍ଗଲୀ ବ୍ୟକ୍ତି ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳୀ ଭାଷା ପରିଚାଳନା ପାଇଁ ଉଦ୍ୟମ ଆରମ୍ଭ କଲେ। ତାହେଲେ ସେମାନେ କ'ଣ କଲେ ନା ବଙ୍ଗାଳୀ ଭାଷାକୁ ପରିଚାଳନା କରିବା ପାଇଁ ଉଦ୍ୟମ କରିବା ଆରମ୍ଭ କଲେ। ତେଣୁ ନିଜ ଭାଷାକୁ ରକ୍ଷା କରିବାକୁ ନେଇ ଆରମ୍ଭ କରାଯାଇଥିବା ସଂଘର୍ଷ ଓଡ଼ିଆମାନଙ୍କ ମନରେ ଏକ ନୂତନ ଜାତୀୟତା ଚେତନା ସୃଷ୍ଟି କଲା। ଠିକ୍, ତାହେଲେ ଆମେ ଦେଖିଲେ ଯଦି ଆମେ ଯାଇକି ଆମ ଭାଷାରେ ଆମକୁ ସୁରକ୍ଷା ମିଳୁନି ତାହେଲେ ଆମେ କାହିଁକି ସେମାନଙ୍କୁ ମାନେ ଆମେ ଆନ୍ଦୋଳନ କରିବା ଆରମ୍ଭ କଲେ। ତାହେଲେ ଓଡ଼ିଶାର କେତେକ ବଙ୍ଗଭାଷୀ ବ୍ୟକ୍ତି ଓଡ଼ିଆ ଭାଷା ପ୍ରତି ସମର୍ଥନ ତଥା ଏହାର ସୁରକ୍ଷା ଦିଗରେ ଆପ୍ରାଣ ଉଦ୍ୟମ କରିବା ଦ୍ୱାରା ଓଡ଼ିଆର ଜାତୀୟତାବାଦର ବିକାଶ ହୋଇଥିଲା। ତାହେଲେ କିଛି ଲୋକ କ'ଣ କଲେ ନା ଓଡ଼ିଆକୁ ସେମାନେ ଡେଭଲପ୍ କରିବା ପାଇଁ ଚେଷ୍ଟା କଲେ। ଆଉ କିଛି ଲୋକ କ'ଣ କଲେ ମାନେ ଓଡ଼ିଆକୁ କେମିତି ଯାଇକି ବିଶ୍ୱ ଲେଭେଲରେ ପହଞ୍ଚି ହେବ ସେ ବିଷୟରେ କ'ଣ କରିବା ଆରମ୍ଭ କଲେ ନା ଆନ୍ଦୋଳନ କରିବା ଆରମ୍ଭ କଲେ। ତତ୍କାଳୀନ ମାଡ୍ରାସ ପ୍ରଦେଶର ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳନ ହେବା ପରେ ଓଡ଼ିଆ ଭାଷା ଅବହେଳିତ ହେଲା। ତାହେଲେ କ'ଣ ହେଲା ମାଡ୍ରାସ ପ୍ରେସିଡେନ୍ସିରେ ଗଞ୍ଜାମ ଯେଉଁଟା ଆମର ଗଞ୍ଜାମ ଆଉ ଗୋପାଳପୁର ଯେଉଁଟା ଆମେ କହୁଛନ୍ତି କେତେକ ଜିଲ୍ଲା ତେଲୁଗୁକୁ କ'ଣ କଲେ ନା ସହକାରୀ ଭାଷା ରୂପେ ହେଇଗଲା। ବାଲେଶ୍ୱରରେ ଆମର ବଙ୍ଗାଳୀ ଥିଲା, କଟକରେ ବଙ୍ଗାଳୀ ଥିଲା, ଏପଟର ଗଞ୍ଜାମରେ କ'ଣ ହେଇଗଲା ନା ତେଲୁଗୁ ହେଇଗଲା। ତାହେଲେ ଏପଟର ଓଡ଼ିଶାର ଟୋଟାଲି ମାନେ ଗୋଟେ ସ୍ୱାଭିମାନ ଉପରେ ଦାଗ ଆସିଲା। ଗଞ୍ଜାମର ଓଡ଼ିଆ ମାନେ ନିଜର ଡିଭିଜନରେ ମିଶିବା ପାଇଁ ଆନ୍ଦୋଳନ କଲେ। ତାହେଲେ ଗଞ୍ଜାମର ଓଡ଼ିଆ ମାନେ କ'ଣ ହେଲେ ନା ଓଡ଼ିଶା ଡିଭିଜନରେ ମିଶିବା ପାଇଁ ଆନ୍ଦୋଳନ କରିବା ଆରମ୍ଭ କଲେ। ତାହେଲେ ସେଠି ଥିଲା କ'ଣ ମାଡ୍ରାସ, ଏଇଟା ଥିଲା ଓଡ଼ିଶା। ସେମାନେ କହିଲେ ଆମେ ଯେହେତୁ ଓଡ଼ିଆ ଲୋକ ଆମେ ଓଡ଼ିଶାରେ ମିଶିବୁ। 1870 ସେପ୍ଟେମ୍ବରରେ ସେମାନେ ରସୁଲକୋଣ୍ଡା ବର୍ତ୍ତମାନ ଭଞ୍ଜନଗର ଠାରେ ସଭା କରି ସମସ୍ତ ଓଡ଼ିଆକୁ ଏକତ୍ର ହେବା ପାଇଁ ଆହ୍ୱାନ ଦେଇଥିଲେ। ସମସ୍ତେ କହିଲେ କ'ଣ ନା ଆମେ ଓଡ଼ିଶା ଲୋକ ଓଡ଼ିଶାର ମିଶ। କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ, ଏବେ ଦେଖ ଏଟା ହେଲା କ'ଣ ହେଲା, ଏଠି ହେଲା ମାଡ୍ରାସ, ଏବେ କେନ୍ଦ୍ରୀୟ ମାନେ ସେଣ୍ଟ୍ରାଲ, ଏଇଠି ଅଛି ତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷା, କେନ୍ଦ୍ରୀୟ ମାନେ କ'ଣ ସେଣ୍ଟ୍ରାଲ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ, ସେଇଠି କ'ଣ ହେଲା ନା ହିନ୍ଦୀକୁ ସରକାରୀ ଭାଷା ରୂପେ ପ୍ରଚଳନ କରାଗଲା। କାରଣ ହିନ୍ଦୀ ଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ ରାଜି ହେଉନଥିଲେ। ତାହେଲେ ହିନ୍ଦୀ ଭାଷୀ ଯେଉଁମାନେ ଥିଲେ ଯେଉଁମାନେ କାମ କରୁଥିଲେ ସେମାନେ ଓଡ଼ିଆ ଭାଷାରେ କାମ କରିବା ପାଇଁ ରାଜି ହେଉନଥିଲେ। ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ହିନ୍ଦୀ ଭାଷାର ଶିକ୍ଷାଦାନ କରାଗଲା। ତାହେଲେ ବାସ୍ କେତେ ସୁନ୍ଦର ଦେଖ, ସମ୍ବଲପୁର ଜିଲ୍ଲାର କ'ଣ ହେଲା ନା ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷା ଦିଆଗଲା। ଏହା ଇଂରେଜ ସରକାର ଏବଂ ହିନ୍ଦୀ ଭାଷୀମାନଙ୍କ ଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେ କରି ସରକାର ଏହି ନୀତିକୁ ସେହି ଅଞ୍ଚଳର ଲୋକମାନେ ଘୋର ବିରୋଧ କଲେ। ତାହେଲେ ସେମାନେ ଭାବିଲେ କ'ଣ ଓଡ଼ିଶାକୁ ଟୋଟାଲି ବିଲୋପ କରିଦେବେ, ସେଥିପାଇଁ ସେହି ଅଞ୍ଚଳର ଲୋକ ଭାବିକି ଆନ୍ଦୋଳନ କରିବା ଆରମ୍ଭ କଲେ। ସମ୍ବଲପୁରର ହିତେଶଳୀ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ସୃଷ୍ଟି କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜନମତ ଜାଗ୍ରତ କରିଥିଲା। ସମ୍ବଲପୁରବାସୀଙ୍କ ଅବିରତ ଉଦ୍ୟମ ଫଳରେ ସମ୍ବଲପୁରଠାରେ ଓଡ଼ିଶାର ପୁନଃ ଭାଷା ପ୍ରଚଳନ ହେଲା। ଗୋପବନ୍ଧୁ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ ଏବଂ ଗଙ୍ଗାଧର ମେହେରଙ୍କ ପ୍ରଭୃତି ଆଧୁନିକ ଓଡ଼ିଶାର ସାହିତ୍ୟର ପୁନରୁଦ୍ଧାନ ଜାତୀୟତାବାଦୀ ଲେଖା ମାଧ୍ୟମରେ ଓଡ଼ିଶାର ନରନାରୀ ଉଦ୍ବୁଦ୍ଧ ହୋଇଯାଇଥିଲେ। ତାହେଲେ ହେଲା କ'ଣ ସମସ୍ତେ ଏମାନଙ୍କ ଲେଖା ଦ୍ୱାରା ଉଦ୍ବୁଦ୍ଧ ହେବା ଆରମ୍ଭ କରିଥିଲେ। ଆଜି ଏତିକି ରହିଲା। ଆଉ ଗୋଟେ ଭିଡ଼ିଓରେ ଆମେ କ'ଣ କରିବା ଆଉ ସାରିଦେବା। କ୍ଲିୟର? ତେଣୁ ନେକ୍ସଟ କ୍ଲାସରେ ଆମେ ଏଟାକୁ ଦେଖିବା।